ओं नमो भगवते वासुदेवाय। तृतीय स्कंद चतुर्विंश अध्याय। कपिल विष्णु अंश जेहि पुत्र रूपरे ताकु पाई कदर्म चलिले सन्यासे एहि चरित चतुर्विंशे। मैत्रेय उवाच हेमंत पत्नीर वचने कदर्म अति सावधाने गोविंद पादे मन देई कहिले पत्नी मुख चाही शुक्ल वचन स्मरी मने कहन्ति अमृत वचने। कदर्म उवाच तु देवी रूपे अनिंदिता मने न कर किछि चिंता एहि निकटे तौ दरे गोविंद नर कळेबरे जात होइबे तोर भावे तो व्रत तपर प्रस्तावे। तु व्रत दान ध्यान करी विष्णु चरण हृदय धरी ए मायामय सुख तेज तपे गोविंद पादे भज से शुक्ल वर्ण तोर भावे मोहर तप बल लाभे संशय ग्रंथि तोर चित्ते से दृढ़ बंध कर्म गते से हरि ज्ञान उपदेशे सर्वच्छेदी अवशेषे। मैत्रेय उवाच से देवहूति से संदेश कदर्म वचने विश्वास करी भजिले श्रद्धा भावे जगत गुरु हरि पादे एबे निभाव हृदय धरी अशेष मंगल मुरारी प्रवेश प्रजापति अंगे पति कामिनी अंग संगे गर्भ संजोगे देह धरी जन्म होइले नर हरि संसार निस्तारण साधे अनल जेह्ने दारु मध्ये आकाशे शुभे नाना वाद्य शुभ मंगल वेदनाद गंधर्व गान सुललित नाचंती अपसरा जूथ देवे करंती पुष्पवृष्टि मही मंगल शुभ सृष्टि प्रसन्न दश दिग दिशे जलधि उल्लल प्रकाशे सकल प्राणींकर मन स्वभावे हुए सुप्रसन्न कदर्म आश्रम मंडल बेष्टित सरस्वती जल मरीचि आदि सप्त ऋषि ब्रह्मार तुले सर्वे आसी परम ब्रह्म सर्वव्यापी सात्विक अंशे सर्वरूपी से तत्व सांख्य ज्ञान अर्थे विराज रूप ए जगते विशुद्ध चित्त नर हरि कदर्म भक्ति हृदय धरी प्रवेश कदर्म मंदिरे अशेष जन उपकारे कदर्म मुख चाहि भणी आनंद मने कुश पाणी। ब्रह्मा उवाच तुझे मोहर आज्ञा शिरे घेनिए संसार सागरे तपसाधिलु घोर दुखे रमिलु गृह मेधि सुखे पुत्रर धर्मटिए मंत जाहा बोलंती माता तात आदरे सर्वदा करई तेबे से विष्णुଙ୍କୁ तोषई ताहार इह परलोके सकल काल जाए सुखे ए नव कुमारी तोहर परम सुगुण सुंदर ए सृष्टि सर्जन कारण तु एबे मोर बोलो शुण मरीचि आदि मुनि जेते ताहांकु बरी शुद्ध चित्ते ଯଥା ଉଚିତେ କରି ଶୋଭା ନିଗମ ମତେ ଦିଅ ବିଭା
তো যশ রহু সর্বকালে অশেষ অবনি মণ্ডলে এবে তোহর ঘরে হরি অংশে জন্মিলে দেহ ধরি জীবଙ୍କ নিস্তাରଣ অর্থে কপিଳ রূপে জগতে ଏ ବାକ୍ୟ କଦର୍ମକୁ କହି ସେ ଦେ ବହୁତି ମୁଖ ଚାହିଁ କହନ୍ତି ପ୍ରଭୁ ବେଦ ବର ଧନ୍ୟ ଜୀବନ ମାତ ତୋର ହେ ଦେ ବହୁତି ଶୁଣ ତୁହି ତ ପୁତ୍ର ସାମାନ୍ୟ ନୁହଁଇ ଏ ହରି ତୋହର ନନ୍ଦନ ଛେଦିବ ହୃଦୟ ବନ୍ଧନ ଜ୍ଞାନ ବିଜ୍ଞାନ ଯୋଗେ କର୍ମ ନାସିବ ଧରି ଜ୍ୟୋତି ଧର୍ମ ଶିରେ ଅରୁଣ ଜଟା ଭାର ସ୍ୱରୂପେ ଜଗତ ସୁନ୍ଦର ନେତ୍ର ଚରଣେ ପଦ୍ମ ଚିହ୍ନ ସୁନ୍ଦର ଜଗତ ମୋହନ ପରମ ଜ୍ଞାନ ତୋତେ କହି ଇଚ୍ଛାଏ ଭ୍ରମିବ ଏ ମହି ଏ ସିଦ୍ଧ ଗଣଙ୍କ ଈଶ୍ୱର ସୁସାଂଖ୍ୟ ଯୋଗୀଙ୍କର ସାର ତୋ ଯଶ କୀର୍ତ୍ତିର ବର୍ଦ୍ଧନ ହୋଇବ କପିଳ ୟା ନାମ ମୈତ୍ରେୟ ଉବାଚ କଦର୍ମ ଦେବ ହୁତିବେନି ଆଶ୍ୱାସ କରି ପଦ୍ମଯୋନି ନାରଦ ଆଦି ପୁତ୍ର ମେଳେ ଅନେକ ମୁନିଙ୍କ ଗହଳେ ସେ ହଂସମୟ ଦିବ୍ୟ ଜାନେ ତକ୍ଷଣେ ଗଲେ ନିଜ ସ୍ଥାନେ ବ୍ରହ୍ମା ଅନ୍ତରେ ସେ କଦର୍ମ ହରସ ଚିତ୍ତେ ସୁସଂଭ୍ରମ ବ୍ରହ୍ମାର ଆଜ୍ଞା ଘେନି ଶିରେ ଋଷିଙ୍କି ଆଣି ନିଜ ପୁରେ ମଙ୍ଗଳ ଦୁର୍ବା ସୂତ୍ର ରଖେ ବର ବରିଲେ ଏକେ ଏକେ ମରିଚି ମୁନି ହସ୍ତ ଧରି କଳା କନ୍ୟାକୁ ବର ବରି ଆନନ୍ଦ ମନେ କରି ବିଭା କିୟ ବା ପଟାନ୍ତର ଦେବା ତ୍ରିଦୋଷେ ଦେଖନ୍ତି ଆକାଶେ ହର ଗୌରୀ ପ୍ରାୟ ଦିଶେ ଦ୍ୱିତୀୟ କନ୍ୟା ଅନୁସୟା ଅତ୍ରି ମୁନିଙ୍କି ଦେଲା ତାହା ଶ୍ରଦ୍ଧାକୁ ଅଙ୍ଗିରସ ମୁନି ବରିଲା କରେ ଅର୍ଘ୍ୟ ଘେନି ପୁଲସ୍ତ୍ୟ ବି ଦେଲା ଦାନ ପୁଲ ହେ ଗତି ବିଦ୍ୟମାନ କୃତୁଙ୍କୁ ଦେଲା କ୍ରିୟା ସତୀ ଭୃଗୁଙ୍କୁ ସମର୍ପିଲା ଖ୍ୟାତି ବଶିଷ୍ଠେ ବରି ଅରୁନ୍ଧତୀ ଅର୍ଥ ବଣକୁ ଦେଲା ଶାନ୍ତି ଏମନ୍ତେ ନବ ବିପ୍ରବରେ କନ୍ୟା ବିବାହେ ନିଜ ପୁରେ ଧନେ ସନ୍ତୋଷୀ ତାଙ୍କ ମନ ଗଲେ ସେ ଯାହା ଭୁବନ ମୁନିକି କରି ଅନୁଯାନ ସଂଭ୍ରମ କଦର୍ମର ମନ ଗୃହେ ଯେ ପୁତ୍ର ଉପୁଜିଲା କପିଳ ନାମେ ବିଷ୍ଣୁ କଳା ବେଗେ ମିଳିଲା ପୁତ୍ର ପାଶେ ସ୍ୱଭାବେ ଜନକ ବିଶ୍ୱାସେ ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ ସୁମରେ ଶୁକ୍ଳ ବାକ୍ୟ ଏବେ ଏକାନ୍ତେ ପୁତ୍ର ପାଶେ ଯାଇ ବୋଲେ କପାଳେ କର ଦେଇ କଦର୍ମ ଉବାଚ ଦେଖ ମୋହର ଦୁଷ୍ଟପଣ ନ ସେବି ତୁମ୍ଭର ଚରଣ ଏ ଗୃହ ଅନ୍ଧକୂପ ପଥେ ପଡ଼ିଲି ଅମଙ୍ଗଳ ଯନ୍ତ୍ରେ ଅନେକ ଜନ୍ମେ ଯୋଗ ସାଧ୍ୟେ ଯୋଗ ସମ୍ପାଦି ଅନୁବାଦେ ଯେ ପ୍ରାଣୀ ଗୃହ ବନ୍ଧ ତେଜେ ବନସ୍ତେ ତୋ ଚରଣ ଭଜେ ପୂର୍ଣ୍ଣ କୁଟୀର ମଧ୍ୟେ ଥାଇ ପଞ୍ଚନ୍ତି ତୋ ଚରଣ ଧ୍ୟାଇ ତୋ ପାଦ ଦେଖିବାର ଆସେ ସାଧନ୍ତି ଅନେକ ବରସେ ଏମନ୍ତ ପ୍ରଭୁ ତୁମ୍ଭେ ହରି ମୋର ଭୁବନେ ଅବତରି ତୋର ଭକତ ରକ୍ଷା ଅର୍ଥେ ତ ଅବତାର ଏ ଜଗତେ ନିଜ ବଚନ ସତ୍ୟ କରି ତୁ ମୋର ଗୃହେ ଅବତରି
ସ୍ୱଭାବେ ସର୍ବଭୂତେ ଥାଉ ଭକତ ମାନ ତୁ ବଢ଼ାଉ। ଭକତ ହିତେ ନାନା ଯୋନି ଉପୁଜୁ ନିଜ ତେଜ ଘେନି। ପଣ୍ଡିତ ଜନେ ତ ବିଶ୍ୱାସେ ତୋ ପାଦ ପଦ୍ମ ଗନ୍ଧ ବାସେ। ସଂସାର ତେଜି ସେ ଭଜନ୍ତି ଅନ୍ତେ ତ ଶରୀରେ ପଶନ୍ତି। ତୁ ପୂର୍ଣ୍ଣ ବ୍ରହ୍ମ ନର ହରି ପ୍ରକାଶୁ ଜ୍ୟୋତି ରୂପ ଧରି। ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ। ତେଣୁ ଶରଣାଗତ ମୁହିଁ ମୋ ଦୋଷ କ୍ଷମ ଭାବଗ୍ରାହୀ। ତୁ ନାଥ ପରମ ପୁରୁଷ ପ୍ରକୃତି ରୂପେ ତୋ ପ୍ରକାଶ। ମହତ ଆଦି ରୂପ ତୋର ଭୂତଙ୍କ ସୂକ୍ଷ୍ମ ଅହଙ୍କାର। ତ୍ରିଗୁଣମୟୀ କାଳ ରୂପୀ ତୁ କବି ସର୍ବଭୂତେ ବ୍ୟାପୀ। ତ ରୂପ ଆତ୍ମ ଜ୍ଞାନ ଅର୍ଥେ କପିଳ ରୂପେ ଜଗତେ। ଶରଣାଗତ ତ ଚରଣେ ମୋ ମନେ ରହ ଅନୁକ୍ଷଣେ। ତୁ ପ୍ରଜାପତିଙ୍କର ନାଥ ତୁ ଯେ ହୋଇଲୁ ମୋର ସୁତ। ତୁ ଅବତୀର୍ଣ୍ଣ ହେଲା ମାତ୍ରେ ମୋ ଋଣ ତ୍ରୟ ନାହିଁ ଗାତ୍ରେ। ପୂର୍ଣ୍ଣ ହୋଇଲା ମନୋରଥ ସନ୍ନ୍ୟାସ ମାର୍ଗେ ଏବେ ଚିତ୍ତ। ତେଣୁ ମାଗଇ ଆତ୍ମା ଅର୍ଥେ ତ ପାଦ ଧ୍ୟାନ ହୃଦଗତେ। ଧରିଣ ବୁଲିବି ଜଗତେ ଏମନ୍ତ ଆଜ୍ଞା ଦିଅ ମତେ। ଶ୍ରୀ ଭଗବାନ ବାଚ ତୋହର ତପ ତେଜ ବଳେ ମୋ ଅବତାର ଏସୟଳେ। ନିଜ ବଚନ ସତ୍ୟ କରି ତ ପତ୍ନୀ ଗର୍ଭେ ଅବତରି। କେଲବି ପାରେ ମୋର ଭାବ ମୋ ରୂପ ଯୋଗୀଙ୍କି ଦୁର୍ଲଭ। ମୁଁ ଏବେ ସଂସାରର ଅର୍ଥେ ଜ୍ଞାନ ପ୍ରକାଶୀ ଏ ଜଗତେ। ଏ ସିଦ୍ଧ ଦେହେ ଥିବି ମୁହିଁ ଯାବତ ସୂର୍ଯ୍ୟ ଚନ୍ଦ୍ରମହି। ଯେ ତତ୍ତ୍ୱଜ୍ଞାନ ପୂର୍ବେ ଥିଲା କାଳର ବଳେ ନାଶ ଗଲା। ସେ ତତ୍ତ୍ୱ ପ୍ରକାଶିବା ଅର୍ଥେ ମୋ ଅବତାର ଏ ଜଗତେ। ତୋହର ମନେ ପ୍ରିୟ ଯେତେ ସବୁ ସମର୍ପି ଦିଅ ମତେ। ମୋର ଚରଣେ ଭାବେ ବଢ଼ି ଚଳ ତୁ ଗୃହ ବନ୍ଧ ଏଡ଼ି। ସୁଦୃଢ଼େ ମୋ ପାଦ ଭଜିବୁ ଦୁର୍ଜୟ ମରଣୁ ତରିବୁ। ଅନ୍ତେ ପଶିବୁ ମୋ ଚରଣେ ବେଗେ ଜାତ ସାଧବନେ। ମୁଁ ଆତ୍ମାନନ୍ଦ ଜ୍ୟୋତି ପଦେ ପ୍ରକାଶ ସର୍ବଭୂତ ହୃଦେ। ଆତ୍ମାର ମଧ୍ୟେ ଆତ୍ମା ଦେଖ ମୃତ୍ୟୁ ସକାଶୁ ଆତ୍ମା ରଖ। ଅଧ୍ୟାତ୍ମ ବିଦ୍ୟା ସାଧ୍ୟ କର ଏ ମାୟା ବନ୍ଧନୁ ନିସ୍ତର। ଯେ ବିଦ୍ୟା ବଳେ ଦେବହୂତି ହେବ ପରମାନନ୍ଦ ପ୍ରାପ୍ତି। ମୈତ୍ରେୟ ଉବାଚ ଏମନ୍ତ ହରି ଆଜ୍ଞା ପାଇ ଅଭୟ ପଦେ ମନ ଦେଇ। ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା ମୌନ ବ୍ରତେ ବନ ଗଲା। ଅହିଂସା ବ୍ରତ ଆଚରଣ କେବଳ ଆତ୍ମାରେ ଶରଣ। ନିସଙ୍ଗ ଗୃହ ନିରପେକ୍ଷ ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ। ନିର୍ଗୁଣ ବ୍ରହ୍ମେ ମନ ଦେଇ ସତ ଅସତ ପର ସେହି। ଏକାନ୍ତ ଭକ୍ତି ରସେ ରସି ଜିଣିଲା କାଳ ଦଣ୍ଡ ପାଶି। ଭ୍ରମଇ ବନ ଘନ ଗିରି ଦେଖଇ ସର୍ବଭୂତେ ହରି। ଇନ୍ଦ୍ରିୟ ଗଣଙ୍କୁ ନିରୋଧି ଯେ ଶନେ ନିଶ୍ଚଳ ଜଳଧି। ସର୍ବଜ୍ଞ ସର୍ବ ଆତ୍ମା ଭାବେ ସେ ଭଗବାନ ବାସୁଦେବେ। ସେ ଭାବେ ରହି ଧୀରପଣେ ନିର୍ବାଣ ମୁକ୍ତିର ଭିଆଣେ। ଦେଖଇ ସର୍ବଭୂତେ ହରି ଆତ୍ମା ସ୍ୱରୂପେ ଅଛି ପୁରୀ।
हरिर देहे ए जगत देखे अभेदे दृष्टिगत अन्ते लभिला हरि भाव जे हरि देवंकु दुर्लभ एमंत विदुरर आगे मैत्रेय कहे प्रिय भावे निर्मल भागवत बाणी भाषा प्रबंधे परिमाणी तृतीय स्कंधे भागवत कहिला दास जगन्नाथ इति श्रीमद्भागवते महापुराणे पारमहंस्यां संहितायां तृतीय स्कंधे कदर्म प्रवचनं नाम 24 अध्याय।